हाय फ्रेंड्स मु रंजीत मु स्वागत करछि आपनको आउ गोटे भिडियो रे। तो सांग माने आपन माने केमती अछंती आशा करछि सबले भलरे थांतु आ प्रभु जगन्नाथ आप सबले आपनको भलरे रखंतु आपनको फैमिली को भी। तो सांग माने आपनको जो होमगार्ड एग्जाम रे हमर भाई बाबा और मौखिक क्वेश्चन सब आसीबो। तो आपनको डिस्ट्रिक्ट रे ही डिस्ट्रिक्ट रो एसपी पचारिबे। तो मु हमरो डिस्ट्रिक्ट कोटे की दीटा तीनटा डिस्ट्रिक्ट कथा कहूनी ऑल ओवर डिस्ट्रिक्ट कथा कहूची। तो माने ओडिसा कथा ही होमगार्ड। तो जो हमरो भाई बाबा ଆମର ମୌଖିକ କ୍ୱେଶ୍ଚନ ସବୁ ଆସିବ ମୁଁ ଆପଣଙ୍କ ପାଇଁ କିଛି କ୍ୱେଶ୍ଚନ ସେ ସବୁ ଆଣିଛି ଯୋଉଟା କି ବହୁତ ଇମ୍ପୋର୍ଟାଣ୍ଟ ରହିବ ଆପଣମାନଙ୍କ ପାଇଁ। ତ ହେଇପାରେ ସେ କ୍ୱେଶ୍ଚନ ହିଁ ଆପଣମାନଙ୍କୁ ଆପଣଙ୍କ ଡିଷ୍ଟ୍ରିକ୍ଟ ର ଏସପି ପଚାରି ପାରନ୍ତି ବା ଏଇ ଟାଇପ ର କ୍ୱେଶ୍ଚନ ହିଁ ପଚାରି ପାରନ୍ତି। ତ ସେ ସବୁ ଏଇ ଭିଡିଓରେ ଆମେ ଡିସ୍କସ କରିବା। ତ ଯଦି ଆମେ କହିବା ଆପଣଙ୍କର ଏସପି ଆପଣମାନଙ୍କୁ ମୁଖ୍ୟତଃ ଦି ତିନିଟା କ୍ୱେଶ୍ଚନ ହିଁ ପଚାରିବେ ତାଠୁ ଅଧିକ ପଚାରିବେ ନାହିଁ। କାହିଁକି ନା ଆପଣ ଜାଣିଥିବେ ତ ପୋଷ୍ଟ କମ ଆମର ପିଲା ବହୁତ ବେଶୀ। ତ ଏତେ ପିଲାଙ୍କୁ ସେ ଟ୍ରାଏ କରିବେ କି କେମିତି ଜଲ୍ଦି ଜଲ୍ଦି ପଚାରିବେ। ତ ସେଇ ହିସାବରେ ସେ ବେଶୀ କ୍ୱେଶ୍ଚନ ପଚାରିବେନି ଦିଟା ତିନିଟା ଚାରିଟା ୟାଠୁ ଅଧିକ ଆଉ ପଚାରିବେ ନାହିଁ ମତେ ଲାଗୁଛି। ତ ଏ ଭିଡିଓରେ ଆମେ ଡିସ୍କସ କରିବା ସେ ଇମ୍ପୋର୍ଟାଣ୍ଟ ଆମର ମାନେ ଭାଇବା ପାଇଁ ଯୋଉ କ୍ୱେଶ୍ଚନ ଗୁଡାକୁ ମୁଁ ଆଣିକି ଆସିଛି ଆପଣ ସବୁ ପଢିକି ଯାଆନ୍ତୁ ଦେଖିବେ ଆପଣଙ୍କ ପାଇଁ ନିହାତି ଏଇଟା ହେଲ୍ପଫୁଲ ହବ ସାଙ୍ଗମାନେ। ବହୁତ ମାନେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଅଛି। ତ ଚାଲନ୍ତୁ ଆମେ ଡିସ୍କସ କରିବା। ଆଉ ଗୋଟେ କଥା ସାଙ୍ଗମାନେ ଯେତେବେଳେ ଆପଣଙ୍କ ଡିଷ୍ଟ୍ରିକ୍ଟ ର ଏସପି ଆପଣଙ୍କୁ କ୍ୱେଶ୍ଚନ ପଚାରୁଥିବେ ସେତେବେଳେ ଆପଣ ପୁରା ଡିସିପ୍ଲିନ ରେ ପୁରା ଶାନ୍ତ ହେଇକି ଠିଆ ହେବେ ପୁରା ଆରାମରେ କ୍ୱେଶ୍ଚନ କହିବେ କିଛି ଡରିବେ ନାହିଁ। ଆଉ ତାଙ୍କ ସାମ୍ନାରେ ଆପଣ ବେଶୀ ମାନେ ଓଭର ସ୍ମାର୍ଟ ବି ହେବା ଦରକାର ନାହିଁ। ତ ସେ ସବୁ ଯଦି ଆପଣ ମାନେ ଓଭର ସ୍ମାର୍ଟ ଯଦି ତାଙ୍କ ସାମ୍ନାରେ ହଉଛନ୍ତି ତ ସେ ସବୁ କ୍ୟାରେକ୍ଟରକୁ ଦେଖି ସେ ଆପଣଙ୍କୁ ଡିସକ୍ୱାଲିଫାଇ ବି କରିପାରନ୍ତି। ତ ଆପଣ ମାନେ ବେଶୀ ଓଭର ସ୍ମାର୍ଟ ହେବେନି ନର୍ମାଲ ପୁରା ଶାନ୍ତ ହେଇ ତାଙ୍କ କ୍ୱେଶ୍ଚନ ର ଆନ୍ସର ଦେବେ ପୁରା ଶାନ୍ତ ହେଇକି। ତ ଚାଲନ୍ତୁ ଦେଖିବା କ୍ୱେଶ୍ଚନ। ସାଙ୍ଗ ମାନେ ହୋମଗାର୍ଡ ଭାଇବାର ମୋର ପ୍ରଥମ କ୍ୱେଶ୍ଚନ ହଉଛି ଏଇଟା ଆପଣ ମାନେ ପଚାରି ପାରନ୍ତି ବି ନ ପଚାରି ବି ପାରନ୍ତି। ତ ଏଇଟା ଦେଖନ୍ତୁ ତ ଆପଣଙ୍କର ନାମ ଓ ଠିକଣା ଟା ଆସିବ ମତେ ଲାଗୁଛି। ଯଦି ପଚାରୁଛନ୍ତି ସେମାନେ ଆପଣଙ୍କ ଡିଷ୍ଟ୍ରିକ୍ଟ ଏସପି ଯଦି ଆପଣଙ୍କୁ ପଚାରୁଛନ୍ତି ଆପଣଙ୍କର ନାମ କିସ ଆଉ ଆପଣଙ୍କର ଠିକଣା କଣ ତ ଆପଣ ସେଠି କଣ କହିବେ ନା ଆପଣଙ୍କ ନାଁ କହିବେ ମୋ ନାଁ ହଉଛି ଡେସ୍। ତ ଆପଣଙ୍କର ଯାହା ନାଁ ହେଇଥିବ ସେଇଟା କହିବେ ଏବଂ ମୁଁ ଓଡିଶାର ଆପଣ ମାନେ ଯୋଉ ଡିଷ୍ଟ୍ରିକ୍ଟ ରୁ ବିଲଙ୍ଗ କରୁଥିବେ ସେ ଡିଷ୍ଟ୍ରିକ୍ଟ ର ନାଁ କହିବେ। ଆଉ ଦେଖିବେ ଆପଣ ମାନେ ଯୋଉ ଗ୍ରାମରୁ ବିଲଙ୍ଗ କରୁଥିବେ ସେ ଗ୍ରାମର ସହରର ନାଁ କହିବେ। ତ ଯଦି 2 ନମ୍ବର କ୍ୱେଶ୍ଚନ କୁ ଆମେ ଯିବା 2 ନମ୍ବର ଅଛି ହୋମଗାର୍ଡ ର ମୂଳ ଦାୟିତ୍ୱ କଣ। ଯଦି ଏ କ୍ୱେଶ୍ଚନ ଆପଣଙ୍କୁ ଏସପି ପଚାରୁଛନ୍ତି ତ ସାଙ୍ଗମାନେ ଆପଣ ସେଠି କହିବେ ହୋମଗାର୍ଡ ର ମୂଳ କାର୍ଯ୍ୟ ହଉଛି ଲୋକଙ୍କୁ ସୁରକ୍ଷା ଦେବା ଜନସାଧାରଣଙ୍କୁ ସହଯୋଗ କରିବା ଏବଂ ଆପତ୍କାଳୀନ ସ୍ଥିତି ଅନୁସାରେ କାମ କରିବା। ମାନେ ଆପଣଙ୍କର ଯିଏ ସିନିୟର ଥିବେ ତାଙ୍କ ଅନୁସାରେ ଆପଣ ମାନେ କାମ କରିବେ ସେ ଆପଣମାନଙ୍କୁ ଯୋଉ ଯାହା କହିବେ ତାଙ୍କ ଅର୍ଡର ମାନି ଆପଣ ମାନେ କାମ କରିବେ ଏସବୁ। ତ ଆମର 3 ନମ୍ବର ଯଦି ଆମେ ଦେଖିବା 3 ନମ୍ବର କ୍ୱେଶ୍ଚନ ଅଛି ଏକ ହୋମଗାର୍ଡ ପାଇଁ ଶାରୀରିକ ଯୋଗ୍ୟତା କେମିତି ହେବା ଉଚିତ। ଯଦି ଏସପି ପଚାରୁଛନ୍ତି ଆପଣମାନଙ୍କୁ ତ ଫ୍ରେଣ୍ଡସ୍ ଆପଣ ମାନେ କହିବେ ହୋମଗାର୍ଡ ହେବା ପାଇଁ ଉଚିତ ଶାରୀରିକ ଫିଟନେସ ଥିବା ଉଚିତ ଭଲ ଉଚ୍ଚତା ଏବଂ ସ୍ୱାସ୍ଥ୍ୟ ଥିବା ଉଚିତ। ଏହା ସହିତ ଦୌଡ଼ ଜମ୍ପ ଏବଂ ଅନ୍ୟାନ୍ୟ ମୂଳ ଶାରୀରିକ କାର୍ଯ୍ୟ ହେବା ଜରୁରୀ। ଆପଣ ମାନେ ଥରେ ଭାବିକି ଦେଖନ୍ତୁ ହୋମଗାର୍ଡ ଗୋଟେ ହଉଛି ଡିଫେନ୍ସ ଜବ୍। ସେ ଡିଫେନ୍ସ ଜବରେ ତ ଆପଣ ମାନେ ଜାଣିଛନ୍ତି ଡିଫେନ୍ସ ରେ ଆପଣଙ୍କର ହାଇ ଜାମ୍ପ ରନିଂ ଫନିଂ ସବୁ ହଉଥିବା ଦରକାର। ତ ଏସବୁ ଆପଣ ମାନେ କହିବେ ଯଦି ପଚାରୁଛନ୍ତି ହୋମଗାର୍ଡ ହେବା ପାଇଁ କଣ ଶାରୀରିକ ଆବଶ୍ୟକ। ଆଉ ଯଦି 4 ନମ୍ବର କ୍ୱେଶ୍ଚନ କୁ ଆମେ ଯିବା ତ 4 ନମ୍ବର କ୍ୱେଶ୍ଚନ ଅଛି ଆପଣ ଏହି ଚାକିରି କାହିଁକି କରିବାକୁ ଚାହୁଁଛନ୍ତି। ଯଦି ଏସପି ଆପଣ ମାନଙ୍କୁ ପଚାରୁଛନ୍ତି ତ ଫ୍ରେଣ୍ଡସ୍ ଆପଣ ମାନେ ସେଠି କଣ କହିବେ ନା ମୁଁ ଦେଶ ସେବା କରିବାକୁ ଚାହେଁ ଏବଂ ଜନସାଧାରଣଙ୍କ ସୁରକ୍ଷା ଦେବା ପାଇଁ ଏହା ଉତ୍ତମ ଅବସର। ଏହା ବିଷୟ କରି ଜଣେ ଭଲ ନାଗରିକ ଭାବେ ସମାଜ ସେବା କରିବାର ଅବସର ମଧ୍ୟ ଦେଇଥାଏ। ତ ଏଇ ଟାଇପ ର ଆପଣ ମାନେ କହିବେ ଦେଖିବେ ନିହାତି ଆପଣଙ୍କର କଥା ଆପଣଙ୍କ ଏସପି କୁ ବହୁତ ଭଲ ଲାଗିବ। ତ ଆମର 5 ନମ୍ବର କ୍ୱେଶ୍ଚନ ଦେଖିବା। ତ 5 ନମ୍ବର କ୍ୱେଶ୍ଚନ ଓଡିଶା ହୋମଗାର୍ଡ ଆଇନ ବା ନିୟନ୍ତ୍ରଣ ବିଷୟରେ କଣ ଜାଣିଛନ୍ତି। ଯଦି ଆପଣଙ୍କର ଏସପି ଏହା ଆପଣଙ୍କୁ ପଚାରୁଛନ୍ତି ତ ଫ୍ରେଣ୍ଡସ୍ ଆପଣ ମାନେ କହିବେ ଏହା ଏକ ସ୍ୱୟଂ ସେବା ବାହିନୀ ଯାହା ଆତ୍ମକାଳୀନ ଅବସ୍ଥା ଓ ଲୋକ ସେବା ପାଇଁ ଗଠିତ ହୁଏ। ଏଇ ଆନ୍ସର ଟି ଆପଣ ମାନେ କହିବେ ଯଦି କ୍ୱେଶ୍ଚନ ଏଇ ଟାଇପ ର କ୍ୱେଶ୍ଚନ ଆପଣ ମାନଙ୍କୁ ଆପଣଙ୍କର ଏସପି ପଚାରୁଛନ୍ତି। ତ ଆମର ଆଉ ଗୋଟେ ଅଛି 2ଟା ପଏଣ୍ଟ କହିବେ। ଫାର୍ଷ୍ଟ ପଏଣ୍ଟ ସେଟା ମୁଁ କହିଦେଲି ଆଉ ସେକେଣ୍ଡ ପଏଣ୍ଟ ହଉଛି ରାଜ୍ୟ ସରକାର ଏଥିପାଇଁ କମାଣ୍ଡାଣ୍ଟ ଜେନେରାଲ ନିଯୁକ୍ତି କରନ୍ତି ଏବଂ ଜିଲ୍ଲାରେ ଡିଷ୍ଟ୍ରିକ୍ଟ କମାଣ୍ଡାଣ୍ଟ ଦ୍ୱାରା ନିୟନ୍ତ୍ରିତ ହୁଏ। ଏଇ 2ଟା ପଏଣ୍ଟ କହିବେ ଯଦି ଏଇ କ୍ୱେଶ୍ଚନ ଆପଣଙ୍କୁ ପଚାରୁଛନ୍ତି। ତ ଆମର 6 ନମ୍ବର କ୍ୱେଶ୍ଚନ ଯିବା ସମୁଦାୟ ନିୟନ୍ତ୍ରଣ କଣ। ଯଦି ଆପଣଙ୍କର ଏସପି ଏଇଟା ପଚାରୁଛନ୍ତି ତ ଫ୍ରେଣ୍ଡସ୍ ଆପଣ ମାନେ କହିବେ ଜନସାଧାରଣ ଓ ପୋଲିସ ମଧ୍ୟରେ ସହଯୋଗ ଯାହା ଶାନ୍ତି ଓ ସୁରକ୍ଷା ରକ୍ଷାରେ ସାହାଯ୍ୟ କରେ।
ସେଇ ଏଇ ଟାଇପ ର ଆନ୍ସର କହିବେ, ନିହାତି ଆପଣଙ୍କର ଏସପି ଙ୍କୁ ଭଲ ଲାଗିବ ଆନ୍ସର ଟି, ଆପଣଙ୍କର ସିଲେକ୍ସନ ନିହାତି ସେ କରିବେ। ଆଉ ଯଦି 7 ନମ୍ବର କ୍ୱେଶ୍ଚନ କୁ ଯିବା, 7 ନମ୍ବର କ୍ୱେଶ୍ଚନ ଅଛି ଆପଣ ମାନଙ୍କର ଜିଲ୍ଲା ଏସପି ଙ୍କ ନାମ କଣ? ଏଇଟା ଆପଣ ମାନଙ୍କୁ ପଚାରି ପାରନ୍ତି ଫ୍ରେଣ୍ଡସ୍, କାହିଁକି ନା ଆପଣଙ୍କର ଏସପି ହିଁ ଆପଣଙ୍କୁ କ୍ୱେଶ୍ଚନ କରୁଥିବେ, ବଟ୍ ଯଦି ଏଇ କ୍ୱେଶ୍ଚନ ଟି ପଚାରି ଦେଲେ, ଯଦି ଆପଣଙ୍କ ନାଁ ତାଙ୍କ ଜାଣିନଥିବେ ତ ତାଙ୍କୁ ଗୋଟେ ଇଏ ଲାଗିବ ନା, ସେ ଭାବିବେ କି ମୁଁ ନିଜେ ଏସପି ପଚାରୁଛି, ମୋ ନାଁ ଟା ଜାଣିନାହାନ୍ତି ଆମର ଡିଷ୍ଟ୍ରିକ୍ଟ ଏସପି ଙ୍କ ନାଁ, ତ ତାଙ୍କୁ ଗୋଟେ ଇଏ ଲାଗିବ। ତ ଏଥିପାଇଁ ବି ଆପଣଙ୍କୁ କାଟି ପାରନ୍ତି ଯଦି କ୍ୱେଶ୍ଚନ ଟି ପଚାରି ଦଉଛନ୍ତି। ତ ସେଥିପାଇଁ ମୁଁ କହୁଛି ସାଙ୍ଗମାନେ, ଆପଣମାନେ ଆପଣଙ୍କର ଡିଷ୍ଟ୍ରିକ୍ଟ ର ଏସପି ଙ୍କ ନାଁ ଟା ମନେ ରଖିକି ଯାଆନ୍ତୁ। ଦେଇକି ଆମର 8 ନମ୍ବର କ୍ୱେଶ୍ଚନ ଯିବା, ଯଦି ଆପଣଙ୍କୁ ରାତିରେ କାମ କରିବାକୁ ନିର୍ଦ୍ଦେଶ ମିଳେ ତେବେ ଆପଣ କଣ କରିବେ? ଯଦି ଏଇ ଟାଇପ ର କ୍ୱେଶ୍ଚନ ପଚାରନ୍ତି, ଏଇ ଟାଇପ ର କ୍ୱେଶ୍ଚନ ସେ ପଚାରିବେ କାହିଁକି ନା ସେ ଦେଖିବାକୁ ଚାହୁଁଥିବେ କି ଆପଣଙ୍କ ଭିତରେ କେତେ ମାନେ କାମ କରିବାର ଇଏ ଧୈର୍ଯ୍ୟ ଶକ୍ତି କେତେ କଣ ଅଛି, ସେ ସବୁ ପରୀକ୍ଷା କରିବା ପାଇଁ ଏଇ ଟାଇପ ର କ୍ୱେଶ୍ଚନ ପଚାରି ପାରନ୍ତି। ତ ସାଙ୍ଗମାନେ ସେଠି ଆପଣ ମାନେ ଡରିବେ ନାହିଁ, ଆନ୍ସର ଦେବେ କି ମୁଁ ଯେକୌଣସି ସମୟରେ ପ୍ରସ୍ତୁତ ଏବଂ ରାତିରେ ମଧ୍ୟ କାମ କରିବି। ତ ଏଇ ଟାଇପ ର ଆନ୍ସର ଦେବେ, ତ ନିହାତି ଆପଣଙ୍କ ଏସପି ଙ୍କୁ ଭଲ ଲାଗିବ। ତ ଫ୍ରେଣ୍ଡସ୍, ଆଉ ଗୋଟେ କଥା ମୁଁ ମନେ କରିବାକୁ ଚାହୁଁଛି, ଆପଣ ମାନେ ନିରୀହ ସହିତ ପୁରା ସରଳ ସହିତ ଆନ୍ସର ଦେବେ, ମାନେ ଓଭର ସ୍ମାର୍ଟ ହେବେ ନାହିଁ। ଆପଣଙ୍କ ମାନେ ଡିଷ୍ଟ୍ରିକ୍ଟ ରେ ବହୁତ ପିଲା କ୍ୱାଲିଫାଇ କରିବେ, କିନ୍ତୁ ପୋଷ୍ଟ ବହୁତ କମ, ପିଲା ସଂଖ୍ୟା କ୍ୱାଲିଫାଇ କରିଥିବେ ବି ବହୁତ, ଆଉ ଭାଇବାରେ ବହୁତ ମାର୍କ ରଖିଥିବେ। ତ ସେଠୁ ବି ଏସପି ଙ୍କୁ ତ କାଟିବାକୁ ପଡିବ ନା, ସେଠି ବହୁତ ପିଲାଙ୍କୁ। ତ ସେ କଣ ଦେଖିବେ ନା କିଏ କେତେ ମାନେ ଡିସିପ୍ଲିନ ସହିତ ତାଙ୍କର ଭାଇବା କ୍ୱେଶ୍ଚନ ଆନ୍ସର ଦେଇଥିଲେ, ସେ ଡିସିପ୍ଲିନ କୁ ମଧ୍ୟ ଦେଖିକି ସେ ସିଲେକ୍ସନ କରିପାରନ୍ତି। ଯୋଉମାନେ ଭଲ ଡିସିପ୍ଲିନ ରେ ତାଙ୍କୁ ଆନ୍ସର ଦେଇଥିବେ ତାଙ୍କୁ ସେ ସିଲେକ୍ସନ କରି, ଆଉ ଯୋଉମାନେ ଟିକେ ଓଭର ସ୍ମାର୍ଟ ହେଇ ଆନ୍ସର ଦେଇଥିବେ ତାଙ୍କୁ କାଟି ପାରନ୍ତି। ତ ଆପଣ ମାନେ ଓଭର ସ୍ମାର୍ଟ ହେବେନି, ଡିସିପ୍ଲିନ ସହ ଆନ୍ସର ଦେବେ। ଏ ଭିଡିଓରେ ମୁଁ ରହୁଛି, ଦେଖା ହବ ନେକ୍ସଟ ଭିଡିଓରେ ଫ୍ରେଣ୍ଡସ୍।